ସପ୍ତାହକୁ 2 ଥର ସନ୍ଧ୍ୟା ପରେ ରାଜା ସାଧାରଣ ଲୋକର ଛଦ୍ମବେଶରେ ଉଆସରୁ ଏକୁଟିଆ ବାହାରି ଯାଉଥିଲେ। କୈଶୋରରେ ପାଦ ଦେଇଥିବା ରାଜକୁମାର ଏହାର ରହସ୍ୟ ବୁଝିପାରନ୍ତି ନାହିଁ। ଦିନେ ସେ ମହାରାଜାଙ୍କୁ ଏ ବାବଦରେ ପଚାରିଲେ। ମହାରାଜା କହିଲେ, ବାବୁ, ତୁମେ ଯେତେବେଳେ ରାଜା ହେବ ଏଭଳି କରିବ। ଏହାଦ୍ୱାରା ଜଣେ ସାଧାରଣ ଲୋକ ବେଶରେ ତୁମେ ପ୍ରଜାମାନଙ୍କ ସହିତ ମିଶି ଯାଇପାରିବ। ସେମାନଙ୍କ ସହିତ ବନ୍ଧୁତା କରି ସେମାନଙ୍କ ଅସଲ ପରିସ୍ଥିତି ବିଷୟରେ ଜାଣିପାରିବ, ଯାହାଫଳରେ ରାଜ୍ୟ ଶାସନ କରିବା ସୁବିଧାଜନକ ହେବ। ତୁମେ ବିସ୍ମିତ ହେବ, ଏ ରାଜ୍ୟରେ ଅନେକ ପ୍ରଜା ମୋର ବନ୍ଧୁ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମୁଁ ହେଉଛି ମହାରାଜା। କିଶୋର ରାଜକୁମାର କହିଲେ, କିନ୍ତୁ ଏମିତି ଛଦ୍ମବେଶରେ ନ ଯାଇ ପ୍ରକାଶ୍ୟରେ ଦିନ ବେଳେ ରାଜ୍ୟ ସାରା ବୁଲିଲେ କ'ଣ ଚଳିବ ନାହିଁ? ରାଜା କହିଲେ, ନା, ଚଳିବ ନାହିଁ। କାରଣ ତୁମେ ରାଜା ଭାବେ ବାହାରିଲେ ଯାହା ଉତ୍ତର ପାଇବ ସେସବୁ ଥିବ ତୁମକୁ ସନ୍ତୁଷ୍ଟ କରିବା ଲାଗି। ଲୋକେ ହାରି ଗୁହାରି ଜଣାଇବେ, କିନ୍ତୁ ରୋଷ ଓ ଅଭିମାନ ଜଣାଇବେ ନାହିଁ। ଛଦ୍ମବେଶରେ ଗଲେ ମୁଁ ପ୍ରଜାମାନଙ୍କ ଠାରୁ ମୁକ୍ତ ପ୍ରତିକ୍ରିୟା ମଧ୍ୟ ପାଏ। କିଶୋର ରାଜକୁମାର କହିଲେ, ଏଭଳି ରୋଷ, ଅଭିମାନ, ଏପରିକି ଅଭିସମ୍ପାତ ଶୁଣିଲେ ଆପଣଙ୍କ ମନରେ କ୍ରୋଧଜାତ ହୁଏ ନାହିଁ? ରାଜା କହିଲେ, ତାହା କାହିଁକି ହେବ? ତୁମ କାନ୍ଧରେ ରାଜ୍ୟ ଚଳାଇବାର ଭାର ଯେତେବେଳେ ଅର୍ପଣ କରିବି, ସେତିକିବେଳେ ଭାବିନେବ ନାହିଁ ଯେ ପ୍ରଜାମାନେ ତୁମର ଦାସ। ପ୍ରକୃତରେ କଥାଟି ଓଲଟା। ସେମାନଙ୍କ ଦାୟିତ୍ୱ ଆମ କାନ୍ଧରେ, ଆମେ ସେମାନଙ୍କ ଦାସ। ଏଭଳି ହେଲେ ଯାଇ ତୁମେ ନିର୍ବିଘ୍ନରେ ରାଜ୍ୟ ଚଳାଇ ପାରିବ। ସାଙ୍ଗମାନେ, ଏହି ଗପରୁ କ'ଣ ଶିକ୍ଷା ପାଇଲେ ନିଶ୍ଚୟ ଜଣାଇବେ କମେଣ୍ଟସରେ।